ତାଙ୍କର କାମନାର ଅନନ୍ତ ଅମାପ ସୁଖ ଲାଭ କଲେ ପ୍ରଭୁ ଏବଂ ପ୍ରଭୁ ସ୍ପର୍ଶ କରିବା ମାତ୍ରେ ଅସୁନ୍ଦରୀ କୁବ୍ଜା ସେତେବେଳେ ଦିବ୍ୟ ସୁନ୍ଦରୀ ନାରୀରେ ପରିଣତ ହେଇଥିଲା ଏବଂ ସେଦିନ ସେ କଥା ଦେଇଥିଲେ ମୁଁ ନିଶ୍ଚିତ ଭାବରେ ତୁମ ଗୃହକୁ ଗମନ କରିବି ବୋଲି। ତେଣୁ ଦିନେ ସେ ଚିନ୍ତା କଲେ ଯେ ଉଦ୍ଧବ ମୋତେ କୁବ୍ଜା ଘରକୁ ଯିବାକୁ ହବ। ଯେତେବେଳେ କୁବ୍ଜା ଜାଣିଲା ଯେ ପ୍ରଭୁ ମୋ ଘରକୁ ଆସିବେ ସେ ମନ ଭିତରେ ତାର ଗୋଟେ ଅନେକ ଆଶା ସମ୍ପାଦି ନେଲା। ପ୍ରଭୁ କେତେବେଳେ ଆସିବେ ପ୍ରଭୁଙ୍କୁ ମୁଁ ପୂଜା କରିବି ଏବଂ ପ୍ରଭୁଙ୍କର ପାଦକୁ ମୋ ହୃଦୟ ପଦ୍ମରେ ତାଙ୍କର ପାଦ ପଦ୍ମକୁ ମୋ ହୃଦୟରେ କରିବି। ଆଶା ଆସିଲା କାମନା ନେଇ ସେ ଗୋଟେ ପ୍ରକାର ଆଶା ବାନ୍ଧି ବସିଲା। ତେଣୁ ପ୍ରଭୁ ଗଲେ ଉଦ୍ଧବ ସହିତ କୁବ୍ଜାର ଘରକୁ। ସେ ତ ଜାଣନ୍ତି ଭକ୍ତ ଚିନ୍ତାମଣି ଭକ୍ତର ମନ କଥା ଜାଣିଛନ୍ତି। ଯେତେବେଳେ ସେ କୁବ୍ଜା ଘରକୁ ଗଲେ ତାଙ୍କ ମନ ଭିତରେ କୌଣସି କାମନା ଭୋଗ ଲାଳସା ନଥିଲା। ସେ କେବଳ ଭକ୍ତର ମନ କଥା ଜାଣିବା ପାଇଁ ଭକ୍ତକୁ ଟିକେ ଆନନ୍ଦ ଦେବା ପାଇଁ ସେ ଭକ୍ତର ଗୃହକୁ ଗମନ କଲେ। ଯେତେବେଳେ ଭଗବାନ ପହଞ୍ଚୁଛନ୍ତି ଉଦ୍ଧବଙ୍କ ସହିତ ସେତେବେଳେ କୁବ୍ଜା ଆନନ୍ଦ ବିଭୋର ହୋଇ ପ୍ରଭୁଙ୍କର ପାଦପଦ୍ମକୁ ପୂଜା କଲା ଏବଂ ଲଜ୍ଜାବନତ ସାଧାରଣ ନାରୀଟିଏ ଭଳି ସେଠି ତଳକୁ ମୁହଁ କରି ଛିଡ଼ା ହେଲା। ସେଠି ତାଙ୍କର କାମନାର ଅନନ୍ତ ଅମାପ ସୁଖ ଲାଭ କଲେ ପ୍ରଭୁ ଏବଂ ପ୍ରଭୁ ସ୍ପର୍ଶ କରିବା ମାତ୍ରେ ଅସୁନ୍ଦରୀ କୁବ୍ଜା ସେତେବେଳେ ଦିବ୍ୟ ସୁନ୍ଦରୀ ନାରୀରେ ପରିଣତ ହେଇଥିଲା ଏବଂ ସେଦିନ ସେ କଥା ଦେଇଥିଲେ ମୁଁ ନିଶ୍ଚିତ ଭାବରେ ତୁମ ଗୃହକୁ ଗମନ କରିବି ବୋଲି। ତେଣୁ ଦିନେ ସେ ଚିନ୍ତା କଲେ ଯେ ଉଦ୍ଧବ ମୋତେ କୁବ୍ଜା ଘରକୁ ଯିବାକୁ ହବ। ଯେତେବେଳେ କୁବ୍ଜା ଜାଣିଲା ଯେ ପ୍ରଭୁ ମୋ ଘରକୁ ଆସିବେ ସେ ମନ ଭିତରେ ତାର ଗୋଟେ ଅନେକ ଆଶା ସମ୍ପାଦି ନେଲା। ପ୍ରଭୁ କେତେବେଳେ ଆସିବେ ପ୍ରଭୁଙ୍କୁ ମୁଁ ପୂଜା କରିବି ଏବଂ ପ୍ରଭୁଙ୍କର ପାଦକୁ ମୋ ହୃଦୟ ପଦ୍ମରେ ତାଙ୍କର ପାଦ ପଦ୍ମକୁ ମୋ ହୃଦୟରେ କରିବି। ଆଶା ଆସିଲା କାମନା ନେଇ ସେ ଗୋଟେ ପ୍ରକାର ଆଶା ବାନ୍ଧି ବସିଲା। ତେଣୁ ପ୍ରଭୁ ଗଲେ ଉଦ୍ଧବ ସହିତ କୁବ୍ଜାର ଘରକୁ। ସେ ତ ଜାଣନ୍ତି ଭକ୍ତ ଚିନ୍ତାମଣି ଭକ୍ତର ମନ କଥା ଜାଣିଛନ୍ତି। ଯେତେବେଳେ ସେ କୁବ୍ଜା ଘରକୁ ଗଲେ ତାଙ୍କ ମନ ଭିତରେ କୌଣସି କାମନା ଭୋଗ ଲାଳସା ନଥିଲା। ସେ କେବଳ ଭକ୍ତର ମନ କଥା ଜାଣିବା ପାଇଁ ଭକ୍ତକୁ ଟିକେ ଆନନ୍ଦ ଦେବା ପାଇଁ ସେ ଭକ୍ତର ଗୃହକୁ ଗମନ କଲେ। ଯେତେବେଳେ ଭଗବାନ ପହଞ୍ଚୁଛନ୍ତି